ନମସ୍କାର। କେବେ ଭାବିଛନ୍ତି ଜଣେ ସାଧାରଣ ଏପରିକି ଲାଜୁକୁଳା ପିଲା କେମିତି ମହାତ୍ମା ପାଲଟିଗଲେ? ଆଜି ଆମେ ମୋହନଦାସ ଗାନ୍ଧୀଙ୍କର ସେହି ଅବିଶ୍ୱସନୀୟ ଯାତ୍ରାକୁ ଦେଖିବା, ଯାହା ତାଙ୍କୁ ସାରା ବିଶ୍ୱ ପାଇଁ ଏକ ପ୍ରେରଣାର ପ୍ରତୀକ କରିଦେଲା। ଏହି କଥାଟି ଟିକେ ଭାବନ୍ତୁ। କେବଳ ଜଣେ ବ୍ୟକ୍ତି, ଆଉ ସେ ପୁରା ଦୁନିଆକୁ ବଦଳାଇ ଦେଲେ। ଏହା କେବଳ ଏକ ଉକ୍ତି ନୁହେଁ, ଏହା ହେଉଛି ଗାନ୍ଧୀଙ୍କର ବିଶ୍ୱବ୍ୟାପୀ ପ୍ରଭାବର ଏକ ଜୀବନ୍ତ ଚିତ୍ର। ତାଙ୍କର କାମ କେବଳ ଭାରତର ସୀମା ଭିତରେ ସୀମିତ ନଥିଲା। ତେବେ ମୂଳ ପ୍ରଶ୍ନ ହେଉଛି, ଏହା କିପରି ସମ୍ଭବ ହେଲା? ଜଣେ ସାଧାରଣ ପିଲା ଯିଏ ଅନ୍ୟମାନଙ୍କ ସହ କଥା ହେବାକୁ ବି ସଂକୋଚ କରୁଥିଲା, ସେ କେମିତି ସାରା ବିଶ୍ୱ ପାଇଁ ପ୍ରତିରୋଧର ଏକ ଏତେ ବଡ଼ ପ୍ରତୀକ ପାଲଟିଗଲା? ଆସନ୍ତୁ ଏହି ଯାତ୍ରାର ଗଭୀରତାକୁ ଯାଇ ଏହାର ଉତ୍ତର ଖୋଜିବା। ପ୍ରତ୍ୟେକ ମହାନ କାହାଣୀର ଆରମ୍ଭ କିନ୍ତୁ ବହୁତ ସାଧାରଣ ଭାବରେ ହୋଇଥାଏ, ଆଉ ଗାନ୍ଧୀଙ୍କ କ୍ଷେତ୍ରରେ ତାଙ୍କ ପିଲାଦିନ ଏତେ ସାଧାରଣ ଥିଲା ଯେ ସେତେବେଳେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେଦିନେ ଇତିହାସ ବଦଳାଇ ଦେବେ। ପିଲାବେଳେ ତାଙ୍କ ଦୁନିଆ ଥିଲା କେବଳ ବହି ଭିତରେ, ବାହାର ଦୁନିଆ ସହ ବେଶୀ ମିଳାମିଶା ନଥିଲା। ସେତେବେଳେ କିଏ ବା ଜାଣିଥିଲା ଯେ ଏହି ଏକୁଟିଆ ରହୁଥିବା ପିଲାଟି ଦିନେ କୋଟି କୋଟି ଲୋକଙ୍କର ସ୍ୱର ପାଲଟିଯିବ। ହେଲେ ତାଙ୍କ ଭିତରେ ଯେଉଁ ସମାନତାର ଭାବନା ଥିଲା, ତାହା ପିଲାବେଳୁ ହିଁ ଦେଖିବାକୁ ମିଳୁଥିଲା। ଗୋଟେ ଘଟଣା ଅଛି, ଯେତେବେଳେ ସେ ଉକା ନାମକ ଜଣେ ଅଛୁଆ ପିଲା ସହ ମିଠା ବାଣ୍ଟିଲେ, ତାଙ୍କ ମା ବହୁତ ରାଗିଗଲେ। ଏହା ଥିଲା ସେହି ସମୟର ପ୍ରଥା ବିରୁଦ୍ଧରେ ତାଙ୍କର ପ୍ରଥମ ବିଦ୍ରୋହ। ସେତେବେଳେ ସେ ତାଙ୍କ ମାଙ୍କୁ ଯାହା କହିଥିଲେ, ସେଥିରେ ହିଁ ତାଙ୍କ ଭବିଷ୍ୟତର ଝଲକ ଥିଲା। ସେ ପଚାରିଲେ, ଉକାକୁ ଛୁଇଁଲେ କ'ଣ ଭୁଲିଗଲା? ସେ କ'ଣ ମୋଠୁ ଅଲଗା? ଦେଖନ୍ତୁ, କେତେ ସରଳ ପ୍ରଶ୍ନ, କିନ୍ତୁ ଏହାର ଉତ୍ତର ସେତେବେଳର ସମାଜ ପାଖରେ ନଥିଲା। ସତ୍ୟ ପ୍ରତି ତାଙ୍କର ନିଷ୍ଠା କେତେ ଗଭୀର ଥିଲା, ତାର ଆଉ ଗୋଟେ ଉଦାହରଣ ଦେଖନ୍ତୁ। ଲୁଚିକି ମାଂସ ଖାଇବା ପରେ ସେ ଛାଡ଼ିଦେଲେ। କାହିଁକି ଜାଣନ୍ତି? ତାଙ୍କୁ ଖରାପ ଲାଗିଲା ବୋଲି ନୁହେଁ, ବରଂ ସେ ତାଙ୍କ ମାଙ୍କୁ ମିଛ କହିପାରିବେନି ବୋଲି। ଏହିଠୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସତ୍ୟ ସହ ପ୍ରୟୋଗର ଯାତ୍ରା। ଏହାପରେ ଆସିଲା ତାଙ୍କ ଜୀବନର ସବୁଠୁ ବଡ଼ ମୋଡ଼, ଏକ ଏମିତି ଯାତ୍ରା ଯାହା ମୋହନଦାସଙ୍କୁ ମହାତ୍ମା ହେବାର ରାସ୍ତା ଦେଖାଇଲା। ଆସନ୍ତୁ, ଚାଲନ୍ତୁ ଦକ୍ଷିଣ ଆଫ୍ରିକା। ସେଠାରେ ସେ ଗୋଟେ କି 2 ବର୍ଷ ନୁହେଁ, ପୁରା 21 ବର୍ଷ ରହିଥିଲେ। 1893ରେ ଜଣେ ୟୁବ ଓକିଲ ଭାବେ ଯାଇଥିଲେ, ଆଉ ସେଠି ଫିନିକ୍ସ ସେଟଲମେଣ୍ଟ ତିଆରି କଲେ, ପ୍ରଥମ ଥର ପାଇଁ ସତ୍ୟାଗ୍ରହ ଆରମ୍ଭ କଲେ। ଆଉ ଯେତେବେଳେ 1915ରେ ଭାରତ ଫେରିଲେ, ସେ ଆଉ ସେହି ପୁରୁଣା ମୋହନଦାସ ନଥିଲେ। ଦକ୍ଷିଣ ଆଫ୍ରିକାରେ ପାଦ ଦେବାର କିଛିଦିନ ଭିତରେ ହିଁ ତାଙ୍କ ସହ ଏମିତି କିଛି ହେଲା, ଯାହା ତାଙ୍କୁ ଭିତରୁ ଦୋଲାଇ ଦେଲା। କେବଳ ଭାରତୀୟ ହୋଇଥିବାରୁ, ଜଣେ ଓକିଲ ହୋଇଥିବା ସତ୍ତ୍ୱେ ତାଙ୍କୁ ଟ୍ରେନ୍ର ଫର୍ଷ୍ଟ କ୍ଲାସ୍ ଡବାରୁ ଠେଲି ବାହାର କରିଦିଆଗଲା। ସେହି ଥଣ୍ଡା ରାତିରେ ପ୍ଲାଟଫର୍ମରେ ବସି ସେ ଯେଉଁ ନିଷ୍ପତ୍ତି ନେଲେ, ତାହା ଇତିହାସ ବଦଳାଇ ଦେଲା। ଆଉ ସେ ନିଜେ ଏକଥା ମାନିଛନ୍ତି। ସେ କହିଥିଲେ, ସେହିଦିନଠୁ ମୋର ସକ୍ରିୟ ଅହିଂସା ଆରମ୍ଭ ହେଲା। ଏହା କେବଳ ବ୍ୟକ୍ତିଗତ ଅପମାନର ଜବାବ ନଥିଲା, ଏହା ଥିଲା ଏକ ନୂଆ ବିଚାରଧାରାର ଜନ୍ମ। ତେବେ ଏଇ ଯେଉଁ ସତ୍ୟାଗ୍ରହ, ଏହା ପ୍ରକୃତରେ କ'ଣ ଥିଲା? କେମିତି କାମ କରୁଥିଲା ଏଇ ଅସ୍ତ୍ର? ଆସନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ସତ୍ୟାଗ୍ରହ ମାନେ ସତ୍ୟ ପାଇଁ ଆଗ୍ରହ। ଗାନ୍ଧୀ ଏହାକୁ କହୁଥିଲେ ଆତ୍ମଶକ୍ତି ବା ସତ୍ୟଶକ୍ତି। ଏହାର ମୂଳ କଥା ହେଲା, ଆମେ ହିଂସାରେ ନୁହେଁ, ବରଂ ନିଜର ନୈତିକ ବଳରେ ସାମ୍ନାବାଲାର ମନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା। ଆଉ ଏମିତି ନୁହେଁ ଯେ ସତ୍ୟାଗ୍ରହ ହଠାତ୍ ଆରମ୍ଭ ହୋଇଗଲା। ଏହାର ଗୋଟେ ପୂରା ପ୍ଲାନ୍ ଥିଲା। ପ୍ରଥମେ ସରକାରଙ୍କୁ ଚିଠି ଲେଖ, ଆବେଦନ କର, ଯଦି କିଛି ନ ହୁଏ ତାହେଲେ ଅନ୍ୟାୟ ଆଇନକୁ ଭାଙ୍ଗ, ଜେଲ୍ ଯାଅ, ଆଉ ଶେଷରେ ଯେତେବେଳେ କୌଣସି ଉପାୟ ନଥାଏ, ସେତେବେଳେ ହୁଏ ବ୍ୟାପକ ଆନ୍ଦୋଳନ। ଗୋଟେ ପରେ ଗୋଟେ ପାହାଚ, ଚାପ ବଢ଼ାଇବା ପାଇଁ। 40,000। ଏହି ସଂଖ୍ୟାଟା ଟିକେ ଭାବନ୍ତୁ। 40,000 ଶ୍ରମିକ ଗାନ୍ଧୀଙ୍କର ଗୋଟିଏ ଡାକରାରେ ନିଜ କାମଧନ୍ଦା ଛାଡ଼ି ଆନ୍ଦୋଳନରେ ସାମିଲ ହୋଇଗଲେ। ଏତେ ବଡ଼ ଜନସମର୍ଥନ ଆଗରେ ଶେଷର ସରକାରକୁ ବି ହାର ମାନିବାକୁ ପଡ଼ିଲା। ଦକ୍ଷିଣ ଆଫ୍ରିକାରେ ମିଳିଥିବା ସଫଳତା ଥିଲା ଗୋଟେ ଟ୍ରେଲର। ଅସଲି ଫିଲ୍ମ ତ ଏବେ ବାକି ଥିଲା ଭାରତରେ। ଏଥର ଲକ୍ଷ୍ୟ ଛୋଟ ନଥିଲା, ଲକ୍ଷ୍ୟ ଥିଲା ପୁରା ଦେଶର ସ୍ୱାଧୀନତା, ଆଉ ନାରା ଥିଲା କର ବା ମର। ଏହି ତୁଳନା ଦେଖିଲେ ବୁଝାପଡ଼ିବ ଯେ ଲଢ଼େଇର ସ୍ତର କେତେ ବଦଳି ଯାଇଥିଲା। ଦକ୍ଷିଣ ଆଫ୍ରିକାରେ କିଛି ଲୋକଙ୍କ ଅଧିକାର ପାଇଁ ଲଢ଼େଇ ହେଉଥିଲା, କିନ୍ତୁ ଭାରତରେ ସମଗ୍ର ଦେଶର ସ୍ୱାଧୀନତା ପାଇଁ। ଆଉ ପ୍ରତିପକ୍ଷ ଥିଲା ସେତେବେଳର ସବୁଠୁ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟ। ତେବେ ହଠାତ୍ ଭାରତ ଛାଡ଼ ଆନ୍ଦୋଳନ କାହିଁକି ଆରମ୍ଭ ହେଲା? କାରଣ ଅନେକ ଥିଲା। କ୍ରେପ୍ସ ମିଶନ ଫେଲ୍ ହୋଇଗଲା, ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା, ଆଉ ଜାପାନର ଆକ୍ରମଣର ଡର ଥିଲା। ଲୋକମାନେ ଦରଦାମ ବୃଦ୍ଧିରେ ରତିଷ୍ଠ ହୋଇଯାଇଥିଲେ। ସବୁ ମିଶି ଏମିତି ଏକ ପରିସ୍ଥିତି ତିଆରି କଲା, ଯେଉଁଠି ଏବେ ନୁହେଁ ତ କେବେ ନୁହେଁ ଭଳି ଅବସ୍ଥା ଥିଲା। ଆଉ ଏହି ପରିସ୍ଥିତିରେ ଗାନ୍ଧୀ ଦେଲେ ସେହି ଐତିହାସିକ ନାରା, କର ବା ମର। ଏହାର ଅର୍ଥ ସ୍ପଷ୍ଟ ଥିଲା, ଏବେ ଆଉ ପଛକୁ ହଟିବାର ନାହିଁ। ହୁଏତ ଆମେ ସ୍ୱାଧୀନତା ହାସଲ କରିବା, ନହେଲେ ଏହି ଚେଷ୍ଟାରେ ମରିବା। ଏହା ଥିଲା ସ୍ୱାଧୀନତା ସଂଗ୍ରାମର ଫାଇନାଲ କଲ୍। ଗାନ୍ଧୀଙ୍କ ଜୀବନଯାତ୍ରା ତ ଶେଷ ହେଲା,
କିନ୍ତୁ ସେ ଆମ ପାଇଁ କ'ଣ ଛାଡ଼ିଗଲେ? ତାଙ୍କର ଉତ୍ତରାଧିକାର ଆଜି ବି କେତେ ପ୍ରାସଙ୍ଗିକ? ଆସନ୍ତୁ ଶେଷରେ ଏହା ଉପରେ ଟିକେ ନଜର ପକାଇବା। ସେ ନିଜେ କହୁଥିଲେ, ଜନ୍ମ ମୋର ଭାରତରେ କିନ୍ତୁ ମୁଁ ତିଆରି ହୋଇଛି ଦକ୍ଷିଣ ଆଫ୍ରିକାରେ। କେତେ ସତ୍ କଥା! ଦକ୍ଷିଣ ଆଫ୍ରିକାର ସେହି ସଂଘର୍ଷ ହିଁ ତାଙ୍କୁ ସେହି ଅସ୍ତ୍ର ଦେଇଥିଲା ଯାହାକୁ ବ୍ୟବହାର କରି ସେ ଭାରତକୁ ସ୍ୱାଧୀନ କରାଇଲେ। ଆଉ ଦେଖନ୍ତୁ, ତାଙ୍କର ପ୍ରଭାବ କେବଳ ଭାରତରେ ସୀମିତ ରହିଲାନି। ଯେଉଁ ଦକ୍ଷିଣ ଆଫ୍ରିକାରେ ସେ ନିଜେ ଅପମାନିତ ହୋଇଥିଲେ, ସେହି ଦେଶରେ ପରେ ନେଲସନ୍ ମଣ୍ଡେଲାଙ୍କ ଭଳି ମହାନ ନେତା ତାଙ୍କ ରାସ୍ତାରେ ଚାଲି ବର୍ଣ୍ଣ ବୈଷମ୍ୟର ଅନ୍ତ କଲେ। ଏହା ହିଁ ତ ତାଙ୍କ ବିଚାରର ପ୍ରକୃତ ଶକ୍ତି। ଶେଷରେ ନେଲସନ୍ ମଣ୍ଡେଲାଙ୍କର ଏଇ କଥାଟି ଶୁଣନ୍ତୁ। ଗାନ୍ଧୀବାଦୀ ଦର୍ଶନ ଏକବିଂଶ ଶତାବ୍ଦୀରେ ମଣିଷ ବଞ୍ଚିବାର ଚାବିକାଠି ହୋଇପାରେ। ଏକଥା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ଆଜିର ଏହି ହିଂସା, ବିବାଦ ଆଉ ଅଶାନ୍ତି ଭରା ଦୁନିଆରେ ଗାନ୍ଧୀଙ୍କର ସତ୍ୟ ଆଉ ଅହିଂସାର ରାସ୍ତା କ'ଣ ଆମକୁ ଏକ ଭଲ ଭବିଷ୍ୟତ ଦେଖାଇପାରିବ?